ଆଜି ତାଣ୍ଡବ ଯୋଉଟା ଆପଣ ଉଲ୍ଲେଖ କରୁଛନ୍ତି ସେଭଳିଆ ବଡ଼ ତାଣ୍ଡବ ହେଇନାହିଁ। ସନ୍ଧ୍ୟା ବେଳକୁ ଓଡ଼ିଶାର ବିଭିନ୍ନ ଜାଗାରେ ପବନ ବହୁଛି ଏବଂ ଗଛପତ୍ର ବହୁତ ଜାଗାରେ ଉପୁଡ଼ି ଯାଉଛି, ଡାଳ ଭାଙ୍ଗି ଯାଉଛି। କିଛି ଲୋକଙ୍କର ଘର ମଧ୍ୟ କ୍ଷତିଗ୍ରସ୍ତ ହେଇଛି ଏବଂ ଯେଉଁ ସମ୍ପତ୍ତିର କ୍ଷତିପୂରଣ ପାଇଁ ଜିଲ୍ଲାମାନେ ପଠାଉଛନ୍ତି, ଆମେ ଆମଠାରେ 24 ଘଣ୍ଟା ଲାଗିବ ନାହିଁ। ଆସିଲା କ୍ଷଣି ଆମର ସିଷ୍ଟମ୍ ରେଡ଼ି ଲୋକଙ୍କୁ ତାଙ୍କର କ୍ଷତିପୂରଣ ରାଶି ପଠାଇଦେବା ପାଇଁ। ଯେଉଁମାନେ ତାକୁ ରିପୋର୍ଟ ପଠାଉଛନ୍ତି ତାକୁ ସମୟ ଲାଗୁଛି, ଘରକୁ ଯିବେ, କେତେ କ୍ଷତି ହେଇଛି ଦେଖିବେ, ସେ ଲୋକର ନାଁ ତାକୁ ରେକର୍ଡ କରିବେ, ତାର ମୋବାଇଲ ନମ୍ବରଟାକୁ ରେକର୍ଡ କରିବେ, ତାର ଆକାଉଣ୍ଟ ନମ୍ବରଟାକୁ ରେକର୍ଡ କରିବେ ଏବଂ ତା ସହିତ ରିପୋର୍ଟ ପଠାଇବେ। ଯାହାଫଳରେ କି ଆମେ ସିଧା ଡେବିଟ୍ ମୁଡ୍ରେ ସିଧାସଳଖ ତାଙ୍କର ଆକାଉଣ୍ଟକୁ ପଇସା ପଠାଇବ। ତେଣୁ ଏଥିରେ ଆଦୌ ତାଳଟୁଳରେ ମୁଁ ନିର୍ଦ୍ଦେଶ ଦେଇଛି ଯେ ଗୋଟେ ଜିଲ୍ଲାରେ ବହୁତ ସମୟରେ ଗୋଟେ କି ଦୁଇଟା ଘଟଣା ହେଲେ ତାକୁ ଆମେ ବହୁତ ସିରିୟସଲି ଦେଇ ନଥାଉ। ମୋର ସ୍ପଷ୍ଟ ନିର୍ଦ୍ଦେଶ, ଗୋଟିଏ ଘର ଯଦି ଆଂଶିକ ମଧ୍ୟ ନଷ୍ଟ ହେଇଥିବ ସେ ମଧ୍ୟ ଅଧିକାର ପରିବେଶର ମୁକ୍ତ ଅଛି, ତାକୁ ମଧ୍ୟ ଖୋଜିକିରି ବାହାର କରିକି ରିପୋର୍ଟ ପଠାଅ ଏବଂ କ୍ଷତିପୂରଣ ରାଶି ଦିଅ। ସ୍ୱାଭାବିକ ଭାବରେ ଗୋଟେ ରାଜ୍ୟର କାର୍ଯ୍ୟକ୍ରମରେ ସ୍ୱୟଂ ଦେଶର ପ୍ରଧାନମନ୍ତ୍ରୀ ଆସିବେ ଆଶୀର୍ବାଦ କରିବା ପାଇଁ, ସରକାରକୁ ଉତ୍ସାହିତ କରିବା ପାଇଁ, ସେଥିରୁ ଆଉ ବଡ଼ ଉପଲବ୍ଧି ଆମର କ'ଣ ହେଇପାରେ। ପ୍ରଥମ ବର୍ଷ ପୂର୍ତ୍ତି ସମୟରେ ମଧ୍ୟ ମାନନୀୟ ପ୍ରଧାନମନ୍ତ୍ରୀ ଆସିଥିଲେ। ଇଏ ନୂଆ ସରକାର ଶପଥ ଗ୍ରହଣ କଲାବେଳେ ମଧ୍ୟ ଆସିଥିଲେ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯାଇକରି ତାଙ୍କୁ ଦେଶର ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିକି ନିମନ୍ତ୍ରଣ କରି ଯାଇଛନ୍ତି ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀ ଆସିବା ପାଇଁ ମଧ୍ୟ ରାଜି ହେଇଛନ୍ତି। ତାରିଖ ଧାର୍ଯ୍ୟ ହେଇନାହିଁ। ଯେଉଁ ଆସନ୍ତା 12 ତାରିଖ ଠାରୁ ମୋଟାମୋଟି 22 ତାରିଖ ପର୍ଯ୍ୟନ୍ତ 10 ଦିନ ଧରିକି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସେ ଭିତରୁ ଗୋଟିଏ ଦିନ ମାନ୍ୟବର ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବେ। ତେଣୁ ସମ୍ଭାବ୍ୟ ତାଙ୍କର ଗସ୍ତକୁ ଆଖି ଆଗରେ ରଖିକରି କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କର ଯେଉଁ ସବୁ ପ୍ରକଳ୍ପ ସବୁ ଅଛି, ଯେଉଁ ପ୍ରକଳ୍ପ ସବୁ ଉଦ୍ଘାଟନ ହେବାର ପରିସ୍ଥିତି ଆସିଲାଣି, ଯେଉଁଟା ସମାପ୍ତ ହେଇକି ଉଦ୍ଘାଟନ ହେବ ଏବଂ ଯେଉଁଟା ମଞ୍ଜୁର ହେଇଛି ଏବଂ ଟେଣ୍ଡର ପ୍ରୋସେସ ସମାପ୍ତ ହେଇଛି ତାର ଭୂମି ପୂଜନ ହେବ, ତାକୁ ଆମେ ଲିଷ୍ଟିଂ କରୁଛୁ ବିଭିନ୍ନ ବିଭାଗର। ମାନ୍ୟବର ପ୍ରଧାନମନ୍ତ୍ରୀ ଯେଉଁଦିନ ଆସିବେ ସେଦିନ 20 ନୂଆ ପ୍ରକଳ୍ପ କେନ୍ଦ୍ର ଏବଂ ରାଜ୍ୟର ତାକୁ ଭୂମି ପୂଜନ କରିକିରି ଶୁଭାରମ୍ଭ ଶ୍ରୀ ଗଣେଶ କରାଇବେ ଏବଂ ଯେଉଁ ଯେଉଁଟା ସମାପ୍ତ ହେଇଛି ତାକୁ ଉଦ୍ଘାଟନ କରିବେ। ତେଣୁ ସ୍ୱାଭାବିକ ଭାବରେ ଓଡ଼ିଶା ଉପକୃତ ହେବ। ମାନ୍ୟବର ମୁଖ୍ୟମନ୍ତ୍ରୀ ମଧ୍ୟ ଗୁଡ଼ିଏ ପ୍ରକଳ୍ପର ଉଦ୍ଘାଟନ କରିବେ ଏବଂ ନୂଆ କରି କାର୍ଯ୍ୟାଦେଶ ମଧ୍ୟ ଦେବେ। ମନ୍ତ୍ରୀମାନେ ମଧ୍ୟ ବିଭିନ୍ନ ପ୍ରାଦେଶିକ ସ୍ତରରେ ଏବଂ ଜିଲ୍ଲା ସ୍ତରରେ କାର୍ଯ୍ୟକ୍ରମକୁ ଯୋଗ ଦେବେ। ତ ଯେଉଁ 10 ଦିନର ଇଭେଣ୍ଟ, ଏ 10 ଦିନର ଇଭେଣ୍ଟ ଭିତରେ ଆମେ ଆମର 2 ବର୍ଷର ପ୍ରୋଗ୍ରେସ ରିପୋର୍ଟ ମଧ୍ୟ ଲୋକଙ୍କୁ ଦେବୁ। ସାମଗ୍ରିକ ଭାବରେ ଓଡ଼ିଶା ସରକାରଙ୍କର ପ୍ରୋଗ୍ରେସ ରିପୋର୍ଟ ଏବଂ ବିଭାଗ ଭାବରେ ମଧ୍ୟ ପ୍ରତ୍ୟେକ ବିଭାଗର ପ୍ରୋଗ୍ରେସ ରିପୋର୍ଟ ମଧ୍ୟ ଲୋକଙ୍କୁ ଦେବୁ, ଲୋକଙ୍କ ପାଖକୁ ଯିବୁ ଏବଂ ସେମାନେ ଗଣତନ୍ତ୍ରରେ ମାଲିକ, ସେମାନେ ଗଣତନ୍ତ୍ରରେ ଶିକ୍ଷକ, ସେମାନେ ଇଭାଲୁଏସନ କରିବେ, ମାର୍କା ଦେବେ। ଆମେ ତ ଛାତ୍ର, ଆମେ ପରୀକ୍ଷା ଦେଇଛୁ, ପରୀକ୍ଷାର ପ୍ରଶ୍ନ ଉତ୍ତର ଧରିକରି ଲୋକଙ୍କ ପାଖକୁ ଯିବୁ, ସେମାନେ ଶିକ୍ଷକ ଭାବରେ ଆମର ମୂଲ୍ୟାଙ୍କନ। ଏବେ ଯେଉଁଟା ଆମେ ପ୍ରସ୍ତୁତ କରୁଛୁ ରିପୋର୍ଟ, ସେଥିରେ 2.6 କୋଟି ଲୋକଙ୍କୁ ଆମେ ବିଭିନ୍ନ ରାଜସ୍ୱ ସେବା 2 ବର୍ଷ ଭିତରେ ଦେଇସାରିଛୁ। 2.6 କୋଟି ଲୋକ କହିଲେ ମୋଟାମୋଟି ଓଡ଼ିଶାର ଲୋକ ସଂଖ୍ୟାର ଅଧାରୁ ଅଧିକ ଲୋକଙ୍କ ପାଖରେ ଆମେ ପହଞ୍ଚି ସାରି। ଏଠି ମୋଟାମୋଟି 1 କୋଟି ଲୋକଙ୍କର ଯେଉଁମାନେ ଜମି ମାଲିକ ଅଛନ୍ତି, ଯେଉଁମାନଙ୍କର ରାଜସ୍ୱ ରେକର୍ଡ ଏବଂ ପଟ୍ଟାରେ ଅଜା ଏବଂ ଅଜାଙ୍କର ବାପା ନାଁ, 60 ଲକ୍ଷ ଆମେ ପଟ୍ଟା ମଧ୍ୟ କଲମକୁ କରେକ୍ସନ କରି ସାରିଛୁ। ଗୁଡ଼ିଏ ମାଲି ମକଦ୍ଦମା ରାଜସ୍ୱ ଯେଉଁଟା ପେଣ୍ଡିଂ ଥିଲା ତାକୁ ଅଧାରୁ କମକୁ ନେଇ ଆସିଲୁଣି, ଗୁଡ଼ିଏ ରାଜସ୍ୱ ମାମଲା ସମାଧାନ ମଧ୍ୟ କଲୁ। ଯେଉଁ ଭିନ୍ନ ଭିନ୍ନ ଆଇନରେ ମଧ୍ୟ ମୋଟାମୋଟି ଅଚଳ ଅବସ୍ଥା ହେଇଥିଲା, ଷ୍ଟେଟ୍ ଏଭଲ୍ୟୁସନ ଆକ୍ଟରେ ଯେଉଁ ଆଉ ପାର୍ଟ ଫାଇନାଲ କଥା କହୁଛନ୍ତି, ସେଟା ମଧ୍ୟ ଆମେ ଆଗେଇଛୁ। ଲୋକଙ୍କୁ ବସୁନ୍ଧରା ଯୋଜନାରେ ସେଚୁରେସନ ମୋଡ଼କୁ ଆମେ ନେଲୁଣି। ଲୋକ ଭୂମିହୀନ ବୋଲି ଖୋଜିଲେ ମଧ୍ୟ ମିଳିବେ ନାହିଁ, ସେ ସ୍ଥିତିକୁ ନେଲୁଣି। ତେଣୁ ଲମ୍ବା ତାଲିକା, ସେ ତାଲିକା ବି ଆମେ ପ୍ରସ୍ତୁତ କରୁଛୁ ଏବଂ ଆମର ପ୍ରୋଗ୍ରେସ ରିପୋର୍ଟଟାକୁ ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗରେ ମଧ୍ୟ ଇଏ ଭିତରେ ସେ ତାରିଖ ଧାର୍ଯ୍ୟ ହେଉଛି ଯେଉଁଦିନ ଆମେ ଆଲୋଚନା ବି କରିବୁ ଏବଂ ପ୍ରୋଗ୍ରେସ ରିପୋର୍ଟଟାକୁ ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ତାକୁ ଅନଭେଲିଂ ମଧ୍ୟ କରିବେ। ନୂଆ
ବିଭିନ୍ନ ବିଭାଗର ମଧ୍ୟ ନୂଆ ନୂଆ ଯୋଜନା ସବୁ ଶ୍ରୀ ଗଣେଶ ହେବ ଘୋଷଣା ହେବ। ମାନ୍ୟବର ମୁଖ୍ୟମନ୍ତ୍ରୀ ମଧ୍ୟ ଗୁଡ଼ିଏ ନୂଆ ସ୍କିମ୍କୁ ମଧ୍ୟ ଲଞ୍ଚିଂ କରିବେ। ପ୍ରତ୍ୟେକ ସରକାରର ଗୋଟିଏ ବର୍ଷ ପୂର୍ତ୍ତିରେ ବିଗତ ବର୍ଷର ପ୍ରୋଗ୍ରେସ ରିପୋର୍ଟ ଲୋକଙ୍କ ସାମ୍ନାରେ ପହଞ୍ଚାଇବା ଏବଂ ନୂଆ ବର୍ଷ ପାଇଁ କ'ଣ ଯୋଜନା କରିବାକୁ ଯାଉଛୁ ତାକୁ ପରିକଳ୍ପନା କରି ଲୋକଙ୍କ ସାମନାରେ ଉପସ୍ଥାପନା କରିବା ଏଇଟା ଦୁଇଟା ମହତ୍ୱପୂର୍ଣ୍ଣ କାମ। ସେଟା ଆପଣ ଅପେକ୍ଷା କରନ୍ତୁ। ଗୁଡ଼ିଏ ସ୍କିମ୍ ରାଜସ୍ୱ ବିଭାଗର ଗୋଟେ ସ୍କିମ୍ ବାବଦରେ ମଧ୍ୟ କହିଥିଲି, ମୋ ଗାଁ ମୋ ତହସିଲ। একদম ଗାଁକୁ ଯିବୁ ଆମେ, ଯେତେ ଗାଁ ଆପଣ ଦେଖୁଛନ୍ତି ଓଡ଼ିଶାରେ ପ୍ରତ୍ୟେକ ଗାଁକୁ ଯିବୁ, ସେ ଗାଁରେ ବସିକି ଲୋକଙ୍କର ତହସିଲର ସମସ୍ୟା ସବୁର ସମାଧାନ କରିବୁ ଏବଂ ଆହୁରି ଗୁଡ଼ିଏ ସ୍କିମ୍ ମଧ୍ୟ ଆମେ ଓଡ଼ିଶାର ସରକାରୀ ଜମିର ଲ୍ୟାଣ୍ଡ ମ୍ୟାନେଜମେଣ୍ଟ ଆକ୍ଟ ଗୋଟେ ନୂଆ ଆକ୍ଟ ମଧ୍ୟ ତାର ଶେଷ ସୋପାନକୁ ପହଞ୍ଚିଗଲାଣି, ସେଟା ମଧ୍ୟ ସୂର୍ଯ୍ୟାଲୋକ ଦେଖିବ। ଆପଣଙ୍କର ଯୋଉ ବାସଚ୍ୟୁତ ଏବଂ ଥଇଥାନ ଆଇନ RNR ପଲିସି ତାକୁ ମଧ୍ୟ ଆଧୁନିକକରଣ କରିବା ପାଇଁ ଶେଷ ସୋପାନରେ ଆମେ ପହଞ୍ଚିଗଲୁଣି। ଗୁଡ଼ିଏ ପୁରୁଣା ଆଇନ ଯୋଉଟା ଆଜି ଆବଶ୍ୟକ ନାହିଁ ତାକୁ ସମାପ୍ତ କରିକିରି ଆଜିର ଯେଉଁ ଆଇନର ଆବଶ୍ୟକତା ଅଛି ତାକୁ ମଧ୍ୟ ସୂର୍ଯ୍ୟାଲୋକ ଆକୁ ଦେଖେଇବ। ତେଣୁ ଗୁଡ଼ିଏ ଜିନିଷ ଅଛି, ରାସ୍ତା ବହୁତ ଲମ୍ବା, ଆଗକୁ ପଡ଼ିଛି ପଥ ବହୁତ ଦୂର, ଆହୁରି କେତେ ଯେ ବାକି, ଚାଲିବି ନ ପଡ଼ିବି ବୁଝିବା ଆଗରୁ